ଗୁରୁଚରଣ ସରୋଜ ରଜ ନିଜ ମନ ମୁକୁରୁ ସୁଧାରି ବରନଉ ରଘୁବର ବିମଲ ଯଶୁ ଯୋଦାୟକୁ ଫଲ ଚାରି ବୁଦ୍ଧିହୀନ ତନୁ ଜାନିକେ ସୁମିରଉ ପବନ କୁମାର ବଲ ବୁଦ୍ଧି ବିଦ୍ୟା ଦେହୁ ମୋହି ହରହୁ କଲେଶ ବିକାର। ଆଜି ପବିତ୍ର ଶ୍ରାବଣ ମାସର ସପ୍ତମୀ ତିଥି ଗୁରୁବାର। ଏହି ପବିତ୍ର ତିଥିରେ ମୋର ପ୍ରିୟ ଅଗଣିତ ଭାଇ ଭଉଣୀ, ଜ୍ଞାନୀ ଗୁଣୀ ସଜ୍ଜନ ମଣ୍ଡଳୀ, ଛାତ୍ରଛାତ୍ରୀ, ଗୁରୁ ଗୁରୁଜନ ସମସ୍ତଙ୍କୁ ମୁଁ ଆଜିର ପାବନ ଆସରକୁ ଆହ୍ୱାନ କରୁଛି, ଅଭିନନ୍ଦନ ଜଣାଉଛି। ସମସ୍ତଙ୍କର ମଙ୍ଗଳ ନିମିତ୍ତ ମଙ୍ଗଳମୟଙ୍କ ଚରଣାରବିନ୍ଦରେ ପ୍ରାର୍ଥନା କରୁଛି। ଆଜି ହେଉଛି ଗୋସ୍ୱାମୀ ତୁଳସୀ ଦାସଙ୍କର ଜନ୍ମତିଥି। ଆସନ୍ତୁ ତାଙ୍କରି ଜୀବନୀ ସମ୍ପର୍କରେ କିଛି ଜାଣିବା, ଆଲୋଚନା କରିବା। ସମଗ୍ର ଭାରତ ବର୍ଷରେ ଶ୍ରୀରାମଚରିତ ମାନସ, ହନୁମାନ ଚାଳିଶା, ଜାନକୀ ମଙ୍ଗଳର ନାମ କିଏ ନ ଜାଣେ। ଏହା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଓ ଭକ୍ତରାଜ ହନୁମାନଙ୍କ ଲୀଳା ବର୍ଣ୍ଣନାରେ ମହିମା ବିମଣ୍ଡିତ। ଆଦିକବି ବାଲ୍ମୀକି ତୁଳସୀ ଦାସଙ୍କ ନାମରେ ଭାରତ ବର୍ଷରେ ଅବତରିତ ହୋଇ ଏହି ଗ୍ରନ୍ଥମାନ ରଚନା କରିଯାଇଛନ୍ତି। ଏଥିପାଇଁ ଭବିଷ୍ୟ ପୁରାଣ କହେ, ବାଲ୍ମୀକି ତୁଳସୀ ଦାସ କଳୌ ଦେବୀ ଭବିଷ୍ୟତି ରାମଚନ୍ଦ୍ର କଥାଂ ସାଧ୍ୱୀଂ ଭାଷା ରୂପାଂ କରିଷ୍ୟତି। ଆପଣମାନେ ଜାଣନ୍ତି, ତୀର୍ଥରାଜ ପ୍ରୟାଗ ନିକଟସ୍ଥ ବାନ୍ଦା ଜିଲ୍ଲା ଅନ୍ତର୍ଗତ ରାଜାପୁର ନାମକ ଗ୍ରାମରେ ସନ୍ଥ ତୁଳସୀ ଦାସଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଆତ୍ମାରାମ ଦୁବେ ଓ ମାତାଙ୍କ ନାମ ଥିଲା ହୁଳସୀ ଦେବୀ। କଥିତ ଅଛି, ଦୀର୍ଘ 12 ମାସ ଗର୍ଭରେ ରହିବା ପରେ 1497 ମସିହା ଶ୍ରାବଣ ଶୁକ୍ଳ ସପ୍ତମୀ ଶନିବାର ଦିନ ଗର୍ଭସ୍ଥ ଶିଶୁ ଜନ୍ମଲାଭ କରିଥିଲା। ଆଶ୍ଚର୍ଯ୍ୟ କଥା ଏହି ଯେ ଶିଶୁ ତୁଳସୀ ଦାସ କୁଆଁ କୁଆଁ କାନ୍ଦି ନଥିଲେ। ତାଙ୍କ ମୁହଁରୁ ରାମ ରାମ ଶବ୍ଦ ବାହାରୁଥିଲା ଓ ତାଙ୍କର ମୋଟ 32 ଗୋଟି ଦାନ୍ତ ରହିଥିଲା। ଶିଶୁ ଜନ୍ମ ହେବାର